ଥାଇ ବେଗଗାମୀ ହୁଅ, ଚକ୍ଷୁ ଥାଇ ଦେଖିପାର, କର୍ଣ୍ଣ ନଥାଇ ଶୁଣିପାର, ସମସ୍ତେ ତମକୁ ଜାଣନ୍ତି, ତାଙ୍କୁ କେହି ନ ଜାଣିପାରନ୍ତି। ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ଏ ଅର୍ଜୁନ, ଯିଏ ମୋର ରୂପ ଗୁଣ ଜାଣିପାରିଲା ନାହିଁ ସେ ମୂଢ। ଗୀତାରେ କୁହାଯାଏ, ଅବଜାନନ୍ତି ମାଂ ମୂଢା ମାନୁଷିଂ ତନୁମା ଶୀତଲ ତରଙ୍ଗ ଭାବ ମଜାନନ୍ତୁ ମମ ଭୂତ ମହେଶ୍ୱର। ତେଣୁ ମୋର ରୂପ, ମୋ ଗୁଣ, ମୋ କର୍ମ ଜାଣିବା ଦରକାର। କାରଣ ଭଗବାନ ସର୍ବତ୍ର ବ୍ୟାପୀ ଅଛନ୍ତି। ସର୍ବସ୍ୟ ଚାହ ହୃଦି ସନ୍ନିବିଷ୍ଟ ମତଃ ସ୍ମୃତି ଜ୍ଞାନ ପ୍ରପରିହନଂଚ ବେदैश्च ସର୍ବୈ ବ୍ରହ୍ମେବ ବେଦ୍ୟୋ ବେଦାନ୍ତ କୃତବେଦ ବିଦେବ ଚାହ। ହେ ଅର୍ଜୁନ, ମୁଁ ସବୁଠି ବ୍ୟାପିକି ଅଛି, ମୋର ସତ୍ତା ସବୁଠି ବିଦ୍ୟମାନ, ମତେ କେବଳ ସବୁ ସମର୍ପଣ କର। ତେଣୁ କୁହାଯାଏ, ସର୍ବକର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱଂ ସର୍ବ ପାପେଭ୍ୟୋ ମୋକ୍ଷୟିଷାମି ମା ଶୁଚ। ଯେ ମତେ ସବୁକୁ କର୍ମକୁ ସମର୍ପଣ କର। ଆମେ କର୍ମ କଥା କହୁଥିଲୁ, ସବୁ କର୍ମକୁ ଈଶ୍ୱରଙ୍କୁ ସମର୍ପଣ କରିବା, ତାଙ୍କ ଉଦ୍ଦେଶ୍ୟରେ କର୍ମ କରିବା ହିଁ ଶ୍ରେଷ୍ଠ କର୍ମ। ତେଣୁ ଜଗନ୍ନାଥଙ୍କ ନାମ ସଂକୀର୍ତ୍ତନ ଭକ୍ତ ପାଇଁ ଆହ୍ୱାନ। ଜଗନ୍ନାଥଙ୍କୁ ଆଶ୍ରୟ କରି ନିରବଚ୍ଛିନ୍ନ ନିରବତା ମଧ୍ୟରେ ନୀଳ ଲୋହିତର ନୀଳିମାକୁ ନିତ୍ୟ ନିୟତ ନିବିଷ୍ଟ ନୀଳରେ ନିମଜ୍ଜମାନ ଥିବା ନୀଳ ପରି ନୟନକୁ ଆଲୋକିତ କରି ଆଶ୍ଲେଷରେ ଅଭିପ୍ସାରେ ଆଭୂମ ଅନୁରକ୍ତ ଆବେଗ ଦୀପ୍ତ ଆୟତ୍ତକୁ ଆଶ୍ଲେଷିତ କରି ଭକ୍ତ ଜୀବନ ସୌଧ ନିର୍ମାଣ କରେ। ଜଗନ୍ନାଥଙ୍କ ଚେତନା ଭକ୍ତର ଶିଳ୍ପ ମାନସ ବିଦଗ୍ଧତାର କନ୍ମୟ ଭଗ୍ନ ବଗିଚା। ଜୀବନ ଏକ ଆକସ୍ମିକ ଭାବବିନ୍ଦୁ ଲୁହ ଲୋହିରେ ଗଢା ସଂସାରରେ ଜଗନ୍ନାଥଙ୍କ ପ୍ରଭାବରେ ଭାରାକ୍ରାନ୍ତ ମନରୁ ଝାଞ୍ଜି ଅପସରି ଯାଏ। ବସନ୍ତର ଆଗମନ ଘଟେ। ଦୁଃଖ ଅରୁଣାରମ୍ୟର ପକ୍ଷୀ ଯିଏ କରୁଣ ସ୍ୱରରେ ଗୀତ ଗାଇ ଜୀବନର ଅର୍ଥ ବୁଝାଇ ଦିଏ। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖୁଛନ୍ତି, ଏ ରଥ ଉପରେ ଏ ତାଙ୍କ ସହିତ ରହୁଛନ୍ତି ମାଧବ ରହୁଛନ୍ତି ଛୋଟେ ହନୁମାନ। ଆମେ ପ୍ରଥମରୁ ଯାହାଙ୍କୁ ଡାକି ଆସିଛୁ କାଶୀ ବିଶ୍ୱନାଥ ନୃସିଂହ ସମସ୍ତେ ରହୁଛନ୍ତି ପାର୍ଶ୍ୱ ଦେବାଦେବୀ। ଆପଣମାନେ ଚାରି ଘୋଡାରୁ ଦୁଇ ଘୋଡାର କଥା ଜାଣୁଥିଲେ, ଗୋଟେ ସ୍ୱଚ୍ଛ ବା ଧଳା ଶ୍ଵେତ ବର୍ଣ୍ଣ ଆଉ ଗୋଟେ କୃଷ୍ଣ ବର୍ଣ୍ଣ। ଏ ଶ୍ଵେତ ଆଉ କୃଷ୍ଣ କିଏ? ଆପଣ କହିବେ ଯେ ଶ୍ଵେତ ସ୍ୱଚ୍ଛତାର ପ୍ରତୀକ, କୃଷ୍ଣ କଣ ନା ଅଜ୍ଞାନରୁ ଜ୍ଞାନ, ଅଜ୍ଞାନ ତିମିରଂ ଭସ୍ୟ ଜ୍ଞାନଂ ଜନଶଳା କୟା ଚକ୍ଷୁର ଉନ୍ମିଳିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। ଆମେ ଅଜ୍ଞାନ ଅନ୍ଧକାରରୁ ଜ୍ଞାନ ରାଜ୍ୟକୁ ଯୋଉ ଯିବା, ଏ ଜ୍ଞାନ ରାଜ୍ୟକୁ ଯିବା ପାଇଁ କେବଳ ଭକ୍ତି ଲୋଡ଼ା। ତେଣୁ ଭାଗବତରେ ନାୟିକା ହେଲେ ଭକ୍ତି, କୃଷ୍ଣ ହେଲେ ନାୟକ। ତେଣୁ ଭକ୍ତି ରଥାମୃତ ସର୍ବଦା ଭକ୍ତି କଥା କହୁଥିଲି। ଶ୍ରବଣ ସ୍ମରଣ ବିଷ୍ଣୁ କୀର୍ତ୍ତନଂ ପାଦସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ଆତ୍ମସଖ୍ୟ ନିବେଦନ। ଆଉ ଏ ନବଦା ଭକ୍ତି ପାଇବା ପରେ ଜଣେ ଯୋଗୀ ହେଇଯାଏ। କପିଳ ମୁନି ଅଷ୍ଟାଙ୍ଗ ଯୋଗ ପ୍ରଚଳନ କଲେ। ଯମ ନିୟମ ଆସନ ପ୍ରାଣାୟାମ ଧ୍ୟାନ ଧାରଣା ପ୍ରତ୍ୟାହାର ସମାଧି ଅଷ୍ଟାଙ୍ଗ ଯୋଗ, ଏ ଯୋଗର କଥା ଏଇ କର୍ମ କଥାକୁ ଦେବା ପାଇଁ ଆଗକୁ ଅନୁରୋଧ ରଖିବି ପଣ୍ଡିତ ଶକ୍ତିପଦ ମିଶ୍ର ମହାଭାଗଙ୍କୁ ଅପେକ୍ଷା କରିଛନ୍ତି କାଉଣ୍ଟର ପାଖରେ ବିବେକାନନ୍ଦ ପାଠଚକ୍ର ଷ୍ଟଲ ପାଖରେ। ଯଦି ଶବ୍ଦ ଶୁଣିପାରୁଛନ୍ତି ତାହେଲେ ଅଂଶୁମାନ ନନ୍ଦ ଗୋପୀନାଥପୁର ବିବରଣୀ ରଥଯାତ୍ରାର ମହିମା ଜଗନ୍ନାଥଙ୍କର ମହତ୍ଵ। ତେଣୁ ଏ ଜଗନ୍ନାଥଙ୍କର ମହତ୍ଵ ଭିତରେ ଆମେ ଦେଖିବା ଏ କଳିର ପ୍ରଭାବରେ ମଣିଷ କିଭଳି ପାପାଚାରୀ ହେଇଯାଏ। ପାପାଚାରୀ ହେଇଗଲା ପରେ ମଣିଷ ସବୁ କିଛିକୁ ଭୁଲିଯାଏ। ମଣିଷ ଜନ୍ମ ହେବା ସମୟରେ ଏତେ ପ୍ରକାରର ଆଶ୍ୱାସନା ଦେଇବାକୁ ହୋଇଥାଏ। ଆତ୍ମଗର୍ଭରୁ ବାହାରକୁ ଆସିଲା ବେଳେ ଅନେକ ପ୍ରକାର ସେ ସ୍ୱୀକୃତି କରିଥାଏ। ହଁ ପ୍ରଭୁ ମୋତେ ଏଭଳି ନିଶ୍ଚୟ ତୁମରି ନାମ ସଂକୀର୍ତ୍ତନ କରି ମୋର ଜୀବନକୁ ଅତିବାହିତ କରି